କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ଓଡ଼ିଆ ପାଠଶାଳାକୁ। ଚାଲନ୍ତୁ ଭିଡିଓରେ ଆମେ ଓଡ଼ିଶା ବିଧାନସଭା ବିଷୟରେ ଜାଣିବା। 1937 ମସିହାରେ ଓଡ଼ିଶା ବିଧାନସଭା ଗଠନ ହୋଇଥିଲା। ଓଡ଼ିଶା ବିଧାନସଭା ଭାରତର ଓଡ଼ିଶା ରାଜ୍ୟର ଏକ ସଂସଦୀୟ ବିଧାନ ମଣ୍ଡଳ। ବିଧାନସଭାରେ ବିଧାନସଭା ସଦସ୍ୟ ପ୍ରତ୍ୟକ୍ଷ ନିର୍ବାଚନ ମାଧ୍ୟମରେ ଓଡ଼ିଶାର ଜନସାଧାରଣଙ୍କ ଦ୍ୱାରା ନିର୍ବାଚିତ ହୁଅନ୍ତି। ଓଡ଼ିଶା ବିଧାନସଭାର ସର୍ବମୋଟ 147ଟି ଆସନ ରହିଛି। ବିଧାନସଭାର କାର୍ଯ୍ୟକାଳ 5 ବର୍ଷ ଅଟେ ଯଦି ଏହା ପୂର୍ବରୁ ଭଙ୍ଗ ନ ହୁଏ। ବିଧାନସଭାର ଅଧ୍ୟକ୍ଷତା ବାଚସ୍ପତି କରନ୍ତି, ଯିଏ ବିଧାନସଭାର ସଦସ୍ୟଙ୍କ ଦ୍ୱାରା ନିର୍ବାଚିତ ହୁଅନ୍ତି। ବିଧାନସଭାର ଅଧିବେଶନ ରାଜ୍ୟପାଳଙ୍କ ସମ୍ବୋଧନରୁ ଆରମ୍ଭ ହୋଇ ସରକାରଙ୍କ ନୀତି ପ୍ରାଥମିକତା ଏବଂ ଅଧିବେଶନ ପାଇଁ କାର୍ଯ୍ୟସୂଚୀ ପ୍ରସ୍ତୁତି କରିଥାଏ। ବଜେଟ୍ ଅଧିବେଶନ ହେଉଛି ବିଧାନସଭା କ୍ୟାଲେଣ୍ଡରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ, ଯେଉଁଥିରେ ରାଜ୍ୟ ବଜେଟ୍ ଉପସ୍ଥାପନା, ଆଲୋଚନା ଏବଂ ପାସ୍ ହୋଇଥାଏ। ଓଡ଼ିଶା ବିଧାନସଭା ପାଖରେ ଭାରତୀୟ ସମ୍ବିଧାନ ଢାଞ୍ଚା ମଧ୍ୟରେ ରାଜ୍ୟ ସମ୍ବିଧାନର ସଂଶୋଧନ କରିବାର ଓଡ଼ିଶା ବିଧାନସଭାରେ କ୍ଷମତା ରହିଛି। ଓଡ଼ିଶା ବିଧାନସଭାର ପ୍ରାଥମିକ କାର୍ଯ୍ୟ ହେଉଛି ଆଇନ ପ୍ରଣୟନ କରିବା, ସାଧାରଣ ନୀତି ପ୍ରସଙ୍ଗରେ ଆଲୋଚନା ଏବଂ ବିଚାର ବିମର୍ଶ କରିବା ଏବଂ ପ୍ରଶ୍ନ ବିତର୍କ ଏବଂ ଆଲୋଚନା ମାଧ୍ୟମରେ କାର୍ଯ୍ୟ ନିର୍ବାହ କରିବା। ଭିଡିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣେଇବ। ଯଦି କିଛି ଡାଉଟ୍ ଅଛି, କିଛି କ୍ୱେଶ୍ଚିନ୍ସ ଅଛି କମେଣ୍ଟରେ ଜଣେଇବ। ଆଉ ଯଦି ଭଲ ଲାଗିଲେ ଭିଡିଓ ଟିକେ ଲାଇକ୍ କରିଦିଅ, ଭିଡିଓ ସେୟାର କର। ଚ୍ୟାନେଲରେ ଯେଉଁମାନେ ଆମ ସହିତ ଯୋଡ଼ିବା ପାଇଁ ଚାହୁଁଛନ୍ତି ଚ୍ୟାନେଲକୁ ପ୍ଲିଜ୍ ସବସ୍କ୍ରାଇବ୍ କରି ବେଲ୍ ଆଇକନକୁ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ଭିଡିଓ ଅପଲୋଡ ହେଲେ ନୋଟିଫିକେସନ ପହଞ୍ଚିବ, ଆମେ ମିଶିକି ପଢିପାରିବା, ବୁଝିପାରିବା ଏବଂ ଜାଣିପାରିବା। ତାହେଲେ ଦେଖା ହେବା ଆଗାମୀ ଭିଡିଓରେ। ଭଲରେ ରୁହ, ସୁସ୍ଥରେ ରୁହ, ମୋତେ ଅନୁମତି ଦିଅ। ବାଏ ବାଏ।